ପିଲାମାନେ ତୁମେ ଭଲ ଅଛ? ହଁ, ତୁମେମାନେ ନିଶ୍ଚିତ ଭଲ ଥିବ। ମୁଁ ଆନନ୍ଦ ଚନ୍ଦ୍ର ଜେନା ଆଜିର ପାଠପଢ଼ାର କାର୍ଯ୍ୟକ୍ରମକୁ ତୁମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଦ୍ୱିତୀୟ ଶ୍ରେଣୀର ବିଷୟ ଭାଷା ପ୍ରସଙ୍ଗ ହୋଲିର ମଜା ପାଠ 2 ଭାଗ 3କୁ ଆମେ ପଢ଼ିବା। ହେଲେ ଭାଗ 3 ପଢ଼ିବା ପୂର୍ବରୁ ଭାଗ 1 ଓ ଭାଗ 2ରେ ଆମେ କ'ଣ କ'ଣ ପଢ଼ିଥିଲେ ଟିକେ ମନେ ପକାଇଦେବା। ହଁ, ଟିକେ ମନେ ପକାଅ। ହଁ, ଗଙ୍ଗାଧରର ବାପା ଅଫିସରୁ ଆସିବା ସମୟରେ ଗଙ୍ଗାଧର ପାଇଁ କ'ଣ ଆଣିଥିଲେ ଟିକେ ମନେ ପକାଇ ଦିଅ। ହୋଲି ଆଣିଥିଲେ। ଆଉ କ'ଣ ଆଣିଥିଲେ? ମିଠା, ପିଜୁଳି। ବାସ୍, ତମେ ସମସ୍ତେ ମନେ ରଖିଛ। ବହୁତ ବହୁତ ଧନ୍ୟବାଦ। ଯାହା ହଉ ଭାଗ 1, 2ରୁ ତ ଆମେ ଦେଖିଥିଲେ। ଏବେ ଦେଖିବା ଯେ ଭାଗ 3ରେ କ'ଣ ଅଛି। ପ୍ରଥମେ ସେଇ ଅନୁଚ୍ଛେଦ 3ଟିକୁ ଆମେ ଦେଖିବା। ହୋଲି ଦିନ ସାଙ୍ଗମାନେ ହୋଲି ଖେଳିବା ପାଇଁ ପିଚକାରି ଧରି ଆସିଥିଲେ। ପିଚକାରିରେ ରଙ୍ଗ ପୂରାଇଲେ। ଗଙ୍ଗାଧର ଓ ସଂଘମିତ୍ରାର ସାଙ୍ଗମାନେ ନିଜ ନିଜକୁ ରଙ୍ଗ ମାରି ଖେଳିଲେ। ସଂଘମିତ୍ରା ଦର୍ପଣଟିଏ ଧରି ଆସିଲା। ସଭିଏଁ ଦର୍ପଣରେ ନିଜ ନିଜ ଚେହେରା ଦେଖି ହସି ହସି ଗଡ଼ିଗଲେ। ପିଲାମାନେ ଆଉ ଥରେ ଆମେ ପଢ଼ିବା। ଭାଗ 3ରେ କ'ଣ ଅଛି? ହୋଲି ଦିନ ସାଙ୍ଗମାନେ ହୋଲି ଖେଳିବା ପାଇଁ ପିଚକାରି ଧରି ଆସିଲେ। ପିଚକାରିରେ ରଙ୍ଗ ପୂରାଇଲେ। ଗଙ୍ଗାଧର ଓ ସଂଘମିତ୍ରାର ସାଙ୍ଗମାନେ ନିଜ ନିଜକୁ ରଙ୍ଗ ମାରି ଖେଳିଲେ। ସଂଘମିତ୍ରା ଦର୍ପଣଟିଏ ଧରି ଆସିଲା। ସଭିଏଁ ଦର୍ପଣରେ ନିଜ ନିଜ ଚେହେରା ଦେଖି ହସି ହସି ଗଡ଼ିଗଲେ। ପିଲାମାନେ ଏବେ ତ ଆମେ ଭାଗ 3ରେ ଯାହା ଅଛି ଦେଖିଲେ। ଏବେ ଗୋଟିଏ ଗୋଟିଏ ବାକ୍ୟକୁ ନେଇ ଆମେ ପଢ଼ିବା। ଦେଖିବା। ପ୍ରଥମେ କ'ଣ ଦେଖ ପିଲାମାନେ, କ'ଣ ହେଇଛି ନା ହୋଲି ଦିନ ସାଙ୍ଗମାନେ ହୋଲି ଖେଳିବା ପାଇଁ ପିଚକାରି ଧରି ଆସିଲେ। ଦେଖ, ଯେଉଁ ଫଟୋ ଦେଖିପାରୁଛ ସେଥିରେ ସବୁ ସାଙ୍ଗମାନେ ଗଙ୍ଗାଧରର ଏବଂ ସଂଘମିତ୍ରାର ସବୁ ସାଙ୍ଗମାନେ ଆସିଛନ୍ତି। ହାତରେ ମଧ୍ୟ କ'ଣ କରିଛନ୍ତି? ପିଚକାରି ମଧ୍ୟ ଧରିଛନ୍ତି। ଦେଖିବା ତାପରେ କ'ଣ କରିଛନ୍ତି। ତାପରେ କ'ଣ କରିଛନ୍ତି ନା ଏବେ ସେଇ ସାଙ୍ଗମାନେ ପିଚକାରିରେ ରଙ୍ଗ ପୁରଉଛନ୍ତି। ପିଲାମାନେ ତମେ ବି ହୋଲିର ବହୁତ ମଜା ନିଅ ନା। ଦେଖ, ସମସ୍ତେ କ'ଣ କରିଛନ୍ତି? ପିଚକାରି ହାତରେ ଧରିଛନ୍ତି ଏବଂ ପିଚକାରି ଭିତରେ ରଙ୍ଗ ପୁରଉଛନ୍ତି। ଖେଳିବା ପାଇଁ କେତେ ମଜା ହେଉଥିବ। ତୁମେ ବି ମଜା କରୁଛ ନା? ଠିକ୍ ଅଛି। ତାପରେ ଦେଖିବା କ'ଣ ଅଛି। ତାପରେ କ'ଣ ଅଛି ନା ଗଙ୍ଗାଧର କ'ଣ କରିଛି ନା ସେ ଗଙ୍ଗାଧର ଓ ସଂଘମିତ୍ରାର ସାଙ୍ଗମାନେ ନିଜ ନିଜକୁ ରଙ୍ଗ ମାରି ଖେଳିଲେ। ଦେଖ ପିଲାମାନେ, ତୁମେମାନେ ବି ତୁମ ସାଙ୍ଗମାନଙ୍କ ସହିତ ହୋଲି ଖେଳିଥିବ। ଖେଳିଛ ନା? ହଁ, ହୋଲିରେ ମଜା ଲାଗେ। ହଁ, ହୋଲିରେ ତ ମଜା ଲାଗେ, କିନ୍ତୁ ସାଙ୍ଗ ସାଙ୍ଗ ଭିତରେ ଖେଳିବାର ମଜା ହେଉଛି ନିଆରା। ଠିକ୍ ନା? ହଁ, ଏଠି ଦେଖ ଗଙ୍ଗାଧର ଓ ସଂଘମିତ୍ରା ତା ସହିତ ତାଙ୍କ ସାଙ୍ଗମାନେ କେତେ ମଜା କରୁଛନ୍ତି। ଠିକ୍ ନା? ହଁ, ତୁମେମାନେ ବି ହୋଲିରେ ସେଇଭଳି ଭାବରେ ମଜା କରୁଥିଲ। ହଉ, ଦେଖିବା ତାପରେ କ'ଣ ଅଛି। ସଂଘମିତ୍ରା ଦର୍ପଣଟିଏ ଧରି ଆସିଲା। ପିଲାମାନେ ଦେଖିଲ ସେ ଯେଉଁ ଛବିରେ କିଏ ଅଛି? ସଂଘମିତ୍ରା ନା? ଦେଖ, ଦର୍ପଣ ବି ଧରିଛି। ସେ ଦର୍ପଣରେ କ'ଣ ଅଛି? ସଂଘମିତ୍ରାର ଛବି ମଧ୍ୟ ସେଥିରେ ଅଛି। ତାହେଲେ ସଂଘମିତ୍ରା କ'ଣ କରିଛି ନା ସେଇ ଦର୍ପଣଟି ଧରି ଆସିଛି। ପିଲାମାନେ ତମେ ବି ଦର୍ପଣ ଦେଖିଛ ନା? ହଁ, ଦର୍ପଣରେ କ'ଣ ଦେଖାଯାଏ କହିଲ? ହଁ, କୁହ କୁହ। ହଁ, ତମେ ହସିଲେ ସେଠି ବି ହସୁଥିବାର ଗୋଟେ ଛବି ଦେଖାଯାଏ କି? ହଁ, ସେଇଟାକୁ କହନ୍ତି ପ୍ରତିଛବି। ଯୋଉଟାକି ତମେ ଯୋଉଟା ଅଛ ସେଇଟା ହିଁ ଅବିକଳ ଭାବରେ ସେଠି ଦେଖାଯାଏ। ତାହେଲେ ସଂଘମିତ୍ରା କ'ଣ କଲା? ଦର୍ପଣଟି ଧରି ଆସିଲା। ଏବେ ଦେଖିବା ତାପରେ କ'ଣ ଅଛି। ତାପରେ କ'ଣ କରିଛନ୍ତି ଦେଖ, ସଭିଏଁ ଦର୍ପଣରେ ନିଜ ନିଜ ଚେହେରା ଦେଖି ହସି ହସି ଗଡ଼ିଗଲେ। ସଭିଏମାନେ ପିଲାମାନେ କିଏ କିଏ? ଏଠି ସଂଘମିତ୍ରା ଏବଂ ଗଙ୍ଗାଧର ତାର ସାଙ୍ଗମାନେ ସମସ୍ତେ ଯେତେବେଳେ ଦର୍ପଣରେ ନିଜ ନିଜର ଚେହେରା ଦେଖିଲେ ନିଜେ ନିଜେ ହସିବା ରୋକିପାରିଲେନି। କାହିଁକି? ହୋଲି ଖେଳୁଥିଲେ, ରଙ୍ଗ ଦେହରେ ମାରିଛନ୍ତି ଏବଂ ସେଇ ହୋଲିର ରଙ୍ଗ ଯେତେବେଳେ ଦର୍ପଣରେ ଦେଖାଯାଉଛନ୍ତି ସେ ନିଜକୁ ନିଜେ ଦେଖିକି ବହୁତ କ'ଣ କରୁଛନ୍ତି? ହସିବାରେ ଲାଗିଛନ୍ତି। ତମେ ବି ଦେଖିଛ ନା? ହଁ, ଠିକ୍ ଅଛି। ଦେଖିବା ତାପରେ କ'ଣ ଅଛି। ପିଲାମାନେ ଏବେ ତ ଆମେ ଜାଣିଲେ
ଗଙ୍ଗାଧର ଆଉ ସଂଘମିତ୍ରା ସେ କ'ଣ କରିଛନ୍ତି ଦର୍ପଣ ଆଣିଛନ୍ତି ଏବଂ ସାଙ୍ଗମାନେ ପିଚକାରି ଖେଳିଛନ୍ତି। ହେଲେ ଆସ ଆମେ କ'ଣ କରିବା କିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରିବା। ଦେଖି କହିଲ ପିଲାମାନେ ହୋଲି ଖେଳିବା ପାଇଁ ସାଙ୍ଗମାନେ କ'ଣ ଧରି ଆସିଲେ? ହଁ କୁହ କୁହ ହୋଲି ଖେଳିବା ପାଇଁ ସାଙ୍ଗମାନେ କ'ଣ ଧରି ଆସିଲେ? ହଁ ଠିକ ଉତ୍ତର ଦେଇଛ ପିଚକାରି ଧରି ଆସିଲେ। ତାହେଲେ ଦେଖିବା ତାପରେ କ'ଣ ଅଛି କେଉଁଥିରେ ରଙ୍ଗ ପୁରାଇଲେ ଟିକେ ଚିନ୍ତା କରି କୁହ। ସଂଘମିତ୍ରା ଆଉ ଗଙ୍ଗାଧର ସେ ତ ପିଚକାରି ଆଣିଲେ ନାଇଁ ତାହେଲେ କେଉଁଥିରେ ରଙ୍ଗ ପୁରାଇଲେ? ହଁ ଠିକ ଉତ୍ତର ଦେଇଛ ପିଚକାରିରେ ରଙ୍ଗ ପୁରେଇଲେ। ହଁ ତାହେଲେ ତମେ ହୋଲି ଖେଳିଛ ଆଉ ତାହେଲେ ଆଜି ପାଠଟାକୁ ଭଲରେ ବୁଝିଛ। ଆଚ୍ଛା ତାପରେ ଦେଖିବା ଆଉ ଗୋଟେ ପ୍ରଶ୍ନ କାହାର ସାଙ୍ଗମାନେ ନିଜ ନିଜକୁ ରଙ୍ଗ ମାରି ଖେଳିଲେ? ହଁ ଠିକ ଉତ୍ତର ଦେଇଛ ଗଙ୍ଗାଧର ଓ ସଂଘମିତ୍ରାର ସାଙ୍ଗମାନେ ନିଜ ନିଜକୁ ରଙ୍ଗ ମାରି ଖେଳିଲେ। ଏବେ ଦେଖିବା ଏଇ ଯୋଉ ଆଲୋଚନା କରିଥିଲେ ଏଇ ଯୋଉ ପ୍ରଶ୍ନ ଆହୁରି ବି କିଛି ଅଛି ପ୍ରଶ୍ନ ସେଇ ପ୍ରଶ୍ନକୁ ଦେଖିବା ଯେମିତି ସୁନ୍ଦର ସୁନ୍ଦର ଭାବରେ ଉତ୍ତର ଦେଇଥିଲ ପୁଣି ବି ଦେଖିବା। କିଏ ଦର୍ପଣଟିଏ ଧରି ଆସିଲା ଟିକେ ଚିନ୍ତା କର। ଦର୍ପଣ ତ ଏବେ ଦେଖିଥିଲ କହିଥିଲି ନା ଟିକେ ମନେ ପକାଅ ସେ ଚିତ୍ରରେ କିଏ ଦର୍ପଣ ଧରି ଆସିଥିଲା? ହଁ ଠିକ ଉତ୍ତର ଦେଇଛ ସଂଘମିତ୍ରା ଦର୍ପଣଟିଏ ଧରି ଆସିଥିଲା। ଠିକ ଅଛି ବର୍ତ୍ତମାନ କୁହ କେଉଁଥିରେ ନିଜ ନିଜର ଚେହେରା ଦେଖିଲେ? ହଁ କୁହ କେଉଁଥିରେ ନିଜ ନିଜର ଚେହେରା ଦେଖିଲେ? ହଁ ଠିକ ଉତ୍ତର ଦର୍ପଣ। ଆମ ପିଲାମାନେ ଭଲ ଭାବରେ ଶୁଣିଛନ୍ତି ଆଉ। ଠିକ ଅଛି ଆଉ ଗୋଟେ ପ୍ରଶ୍ନ ଦେଖିବା ଦର୍ପଣରେ କାହାର ଚେହେରା ଦେଖି ହସି ହସି ଗଡ଼ିଗଲେ? କୁହ 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 ଦର୍ପଣରେ କାହାର ଚେହେରା ଦେଖି ହସି ହସି ଗଡ଼ିଗଲେ? ହଁ ଠିକ ଉତ୍ତର ଦେଇଛ ନିଜ ନିଜ ଚେହେରା ଦେଖି ହସି ହସି ଗଡ଼ିଗଲେ ଠିକ ନା? ଆଚ୍ଛା ବହୁତ ସୁନ୍ଦର ଉତ୍ତର ଦେଇଛ। ତାହେଲେ ଦେଖିବା ପରବର୍ତ୍ତୀ ସମୟରେ କ'ଣ ଅଛି ଆମେ କ'ଣ କରିବା କିଛି ଚିତ୍ର ଦେଖିବା ଏବଂ ସେଇ ତାର କାମ କ'ଣ ତମେ କହିବ। ଠିକ ଅଛି ପ୍ରଥମ ଚିତ୍ରଟା ହିଁ ପିଲାମାନେ ଦେଖିଲ ପ୍ରଥମ ଚିତ୍ରଟି କ'ଣ? ହଁ ନାକ। ହଁ ଠିକ କହିଲ ନାକର କାମ କ'ଣ ପିଲାମାନେ କହିଲ ଦେଖି ନାକର କାମ କ'ଣ? ହଁ 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 ଶୁଙ୍ଘିବା ନାକ ଦ୍ୱାରା ଆମେ ଶୁଙ୍ଘୁଛେ। ଦେଖିଲ ପରବର୍ତ୍ତୀ ଚିତ୍ରକୁ ଏଇ ଚିତ୍ରରେ ପିଲାମାନେ କ'ଣ ଦେଖୁଛ? ହଁ କାନ। ଆଚ୍ଛା କାନର କାମ କ'ଣ କହିଲ? ହଁ ଶୁଣିବା କାନ ଦ୍ୱାରା ଆମେ ଶୁଣୁଛେ। ଦେଖିବା ପରବର୍ତ୍ତୀ ଚିତ୍ର କ'ଣ ଅଛି? ଓ ପାଟି ଅଛି। ଆଚ୍ଛା ତାର କାମ କ'ଣ? ଚୋବାଇବା। ହଁ ଠିକ ଉତ୍ତର ଦେଇଛ ଚୋବାଇବା। ଏବଂ ବର୍ତ୍ତମାନ ଚିତ୍ରଟି ଦେଖିଲ ହଁ ସୁନ୍ଦର ଆଖିଟି ହେଇଛି ସତ ସୁନ୍ଦର ଆଖି ହେଇଛି। ଆଚ୍ଛା ଆଚ୍ଛା ଦେଇ କହିଲ ଆଖିର କାମ କ'ଣ? ଓ ଦେଖିବା। ଆଚ୍ଛା ଆଚ୍ଛା ଆଖିର କାମ ହେଉଛି ଦେଖିବା। ପିଲାମାନେ ଏବେ ଆମେ ଚିତ୍ର ଦେଖିଲେ କ'ଣ କ'ଣ ଦେଖିଲେ? ନାକ ଦେଖିଲେ ଯାହାକି ଶୁଙ୍ଘିବାରେ ସାହାଯ୍ୟ କରୁଛି, କାନ ଦେଖିଲେ ଯାହାକି ଶୁଣିବାରେ ସାହାଯ୍ୟ କରୁଛି ଏବଂ ପାଟି ଦେଖିଲେ ଯେଉଁଟାକି ଦାନ୍ତ ଚୋବାଇବାରେ ସାହାଯ୍ୟ କରୁଛି ଏବଂ ଆଖି ଦେଖିଲେ ଦେଖିବାରେ ସାହାଯ୍ୟ କରୁଛି। ଏବଂ ଏବେ ଅଙ୍ଘ ଯୁକ୍ତାକ୍ଷରକୁ ଚିହ୍ନିବା ଓ ପଢ଼ିବା ଯେମିତିକି ଶୁଙ୍ଘିବା। ଦେଖ ଶୁଙ୍ଘିବାରେ ଘି ଯେଉଁଟା ଅଛି ତାକୁ ଆମେ ରଙ୍ଗ କଲର ଦେଇଛେ। ତାପରେ ସଂହତି ତାପରେ କ'ଣ ଅଛି ଦେଖିବା ଜଙ୍ଘିଆ ଏବଂ ତାପରେ କ'ଣ ଅଛି ସଂଘଟନ ତାପରେ କ'ଣ ଅଛି ସଂଘ ନେତା। ପିଲାମାନେ ଆମେ କ'ଣ କ'ଣ ଶବ୍ଦ ପଢ଼ିଲେ? ଶୁଙ୍ଘିବା ସଂହତି ଜଙ୍ଘିଆ ସଂଘଟନ ସଂଘ ନେତା। ଦେଖ ସମସ୍ତଙ୍କର ଅଙ୍ଘ ଜାଗାରେ କ'ଣ ଅଛି ନା ଲାଲ ରଙ୍ଗ ଦିଆଯାଇଛି। ତାହେଲେ ଆମେ ଲାଲ ରଙ୍ଗଟାକୁ କ'ଣ ବୁଝିବା? ଅଙ୍ଘ ଯୁକ୍ତାକ୍ଷର ବୋଲି ବୁଝିବା। ଏବଂ ପିଲାମାନେ ଏବେ କ'ଣ କରିବା ନା ଆମେ କିଛି ଶବ୍ଦ ତିଆରି କରି ପଢ଼ିବା ଯେମିତିକି ଉପରେ ଅଛି କ'ଣ ସ ଏବଂ
तापर कौन अच्छी गोटे अच्छी ज आ गोटे अच्छी सु ताकू नहीं कि आम शब्द गठन करवा संघ लिखा संघ ताले ताकू आम पढ़ा संघ हाँ तापर कौन देखिबा जंघ जंघ तापर कौन हम शुंघ शुंघ ताले आम देखिले संघ संघ जंघ जंघ शुंघ शुंघ तापर आम कौन करवा पिला माने आम कौन करवा वर्तमान पुणी शब्द तीनटा तमर बॉक्स अच्छी एवं से शब्द गठन करवा संघ संघति संघर्ष 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 तापर आसला कौन संघीय संघीय तापर कौन अच्छी पिला माने संघति संघति तापर कौन अच्छी संघन संघन पिला माने आमे कौन शब्द शुणिले संघर्ष संघीय संघति और संघन एवं यापर कौन देखा किसी सारणी अच्छी एवं से सारणी की नहीं कि आम कौन करवा जुक्ताक्षर गठन करवा जमीती कि पिला माने देख जंघ जंघ एवं यापर अच्छी कौन संघ संघ तापर कौन अच्छी जंघिया जंघिया तापर कौन अच्छी संघन संघन ताले पिला माने आज आमे कौन शिखिले आज आमे कौन शिखिले टिके मने पकेबा आज आमे कौन शिखिले अंघ जुक्ताक्षर को चिन्हिले एवं अंघ जुक्ताक्षर युक्त शब्द गढ़िले ओ पढ़िले पुणी कौन शिखिले प्रसंग आधारित सरल प्रश्न उत्तर देले तमे केते सुंदर सुंदर उत्तर देथिल हाँ एवं आउ कौन देखिले प्रसंगर उद्देश्य संपर्क रे कथा हेले ओ आलोचना कले सुंदर भाव में मो साथी आलोचना कल पिला माने आमे तो पाठ पढ़िले एबे तुम पई किछि काम अछि तुमे कौन करिके आनिबो ना वर्तमान देखिबा तुम घरे पालन करुथिबा पर्वपर्वाणी गुड़िकर नाम लिखिके आनिबो जहाँ भी हो पिला माने तुमे माने मते सहयोग कल आ सुंदर भाव में शुणिल तेणु तुम समस्त को आज कार्यक्रम रे जो पाठ पढ़ारे मते सहयोग कल तुम मानक धन्यवाद देउची एवं परवर्ती समय आलोचना रखिबा खुशी रे शिखिबा समस्तंकर अधिकार। नमस्कार।